ଆଜିର ପ୍ରଥମ ଖବର ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଅଧିକାଂଶ ସ୍ଥାନରେ 15 ଡିଗ୍ରୀ ତଳେ ପାରଦ ରହିଛି। 2 ଦିନ ପରେ ରାତି ପାରଦ ଆହୁରି 2 ରୁ 3 ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପଟେ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି। ଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଗତକାଲି ରାଜ୍ୟର ବହୁ ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଥିଲା। ଆସନ୍ତା 1 ରୁ 2 ଆଡ଼କୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର 2024 ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବିଶେଷ କରି ବିଜେପି ଏବେ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଭରସା କରୁଥିବା ଦେଖିବାକୁ ମିଳିଛି। ବହୁ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତ କରି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ଦଳୀୟ ସଂଗଠନ ସଜାଡୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 3 ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ତେବେ 3 ତାରିଖ ପରେ ପ୍ରଧାନମନ୍ତ୍ରୀ ପୁଣି ଆସନ୍ତା 10 ତାରିଖ ଦିନ ଓଡ଼ିଶା ଆସିପାରନ୍ତି। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତା ମାନଙ୍କ ମଧ୍ୟରୁ ସନ୍ନି ଦେଓଲ ଏକ ଅନ୍ୟତମ। ଗତ ବର୍ଷ ମୁକ୍ତିଲାଭ କରିଥିବା ସନ୍ନିଙ୍କ ଅଭିନୀତ ଫିଲ୍ମ ଗଦର 2କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ତାଙ୍କର ଅନ୍ୟ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଲାହୋର 1947 ପାଇଁ ଏବେଠୁ ସେ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରରେ ଅମିର ଖାନ ପ୍ରଡକ୍ସନ ଦ୍ୱାରା ପ୍ରଯୋଜିତ ହେବ। ଏହାରି ଭିତରେ ଖବର ମିଳୁଛି ଯେ ଲାହୋର 1947ରୁ ବଲିଉଡ ଦୁନିଆକୁ ପୁଣି ଏଣ୍ଟ୍ରି କରୁଛନ୍ତି ପ୍ରୀତି ଚିନ୍ତା ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା ଲାଭା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ମହିଳାମାନେ ଉପକୃତ ହେବେ। ଲାଭାର ଅର୍ଥ ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା। ଜନଜାତି ବହୁଳ ରାଜ୍ୟର 159ଟି ବ୍ଲକରେ ଏହି ଯୋଜନାରେ ଲାଭ ନେଇପାରିବେ ମହିଳା। ମିଶନ ଶକ୍ତି ଟିଡିସିସି ସହ ସମନ୍ୱୟରେ ଏହି ଯୋଜନା କାର୍ଯ୍ୟ କରିବ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର ବାଇକ୍ ଧକ୍କାରେ ଜଣେ ଯୁବକ ମୃତ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମଙ୍କରାଗୁଡ଼ା ଗାଁର ରାଧାମୋହନ ଛତରିଆଙ୍କ ଏକମାତ୍ର ପୁଅ ଜୟରାମ ଛତରିଆ ଛୌସ କରି ଘରକୁ ଫେରିବା ସମୟରେ ପଛପଟୁ ଗୋଟିଏ ବାଇକ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୁରୁତର ଭାବେ ପଡ଼ିଯାଇଥିଲେ ଜୟରାମ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଜୟରାମକୁ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାକୁ ନେଉଥିବା ବେଳେ ଅଧବାଟରେ ଜୟରାମଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର 2024 +2 କଳା ବିଜ୍ଞାନ ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଥିବା ବେଳେ ସମସ୍ତ ଥିଓରି ପରୀକ୍ଷା ଫେବୃଆରୀ 16ରୁ ଆରମ୍ଭ ହେବ। ଏଥର ମୋଟ 3,86,397 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତେବେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଫର୍ମ ପୂରଣରେ 3,84,597 ଜଣ ଫର୍ମ ପୂରଣ କରିଥିଲେ ବୋଲି ସୂଚନା ରହିଛି।